Hello everyone, this is Samir Suna and you are watching my YouTube channel. Now we will discuss about most important topic liberty ଯାହାକୁ ଆମେ ସ୍ୱତନ୍ତ୍ରତା କହିଥାଉ. Before we discuss about it, please everyone subscribe to my channel, like, comment and share in this video. ବର୍ତ୍ତମାନ ଆମେ ସ୍ୱତନ୍ତ୍ରତାର ଅର୍ଥ ଏବଂ ପ୍ରକାର ଭେଦ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା. ସ୍ୱତନ୍ତ୍ରତା ହେଉଛି ଏପରି ଏକ ଯାଦୁକାରୀ ଶବ୍ଦ ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ବିପ୍ଳବ କରିବା ପାଇଁ ଇନ୍ଧନ ଯୋଗାଇ ଦିଆଯାଇଅଛି। ଯଦି କହିବା ସ୍ୱତନ୍ତ୍ରତା ଏଭଳି ଏକ ମିନିଂ ଯାହା ଲକ୍ଷ ଲକ୍ଷ ଲୋକମାନଙ୍କର ହୃଦୟରେ ବିପ୍ଳବ ଜାଗ୍ରତ କରିଥାଏ, ତାହାକୁ ଆମେ ସ୍ୱତନ୍ତ୍ରତା ବୋଲି କହିପାରିବା। ମାନବ ସଭ୍ୟତାର ଇତିହାସ ହେଉଛି ସ୍ୱତନ୍ତ୍ର ସଭ୍ୟତା। ନିହାତି ଭାବରେ କହିପାରିବା ଆମେ କ'ଣ ମାନବ ସଭ୍ୟତା ନିହାତି ଭାବରେ ଯେତେ ବି ସଭ୍ୟତା ଅଛି ସମସ୍ତଙ୍କ ଠାରୁ ଡିଫରେଣ୍ଟ ସଭ୍ୟତା ତାର ବା ଡିଫରେଣ୍ଟ ଭିନ୍ନ ରହିଥାଏ। 1789 ମସିହା ଫରାସୀ ବିପ୍ଳବର ପ୍ରାକ୍ କାଳରେ ପ୍ରଖ୍ୟାତ ଦାର୍ଶନିକ ରୁଷୋ ଐତିହାସିକ ଘୋଷଣା ନାମ କରିଥିଲେ, ମନୁଷ୍ୟ ମୁକ୍ତ ଭାବେ ଜନ୍ମ ନିଏ, ମାତ୍ର ପରବର୍ତ୍ତୀ ସମୟରେ ଶୃଙ୍ଖଳା ଦ୍ୱାରା ବେଷ୍ଟିତ ହୁଏ। ଯଦି କହିବା ଆମେ ଦେଖିବା 1789 ମସିହା ଫରାସୀ ରାଷ୍ଟ୍ର ବିପ୍ଳବ ହୋଇଥିଲା ଯେଉଁ ସମୟରେ, ତ ପ୍ରାକ୍ କାଳୀନ ସେହି ସମୟର ଦାର୍ଶନିକ ରୁଷୋଙ୍କର ମତରେ ଐତିହାସିକ ଘୋଷଣା ନାମ କରିଥିଲେ ଯେ ମନୁଷ୍ୟ ମୁକ୍ତ ଭାବରେ ଜନ୍ମ ନିଏ। ଯଦି ଦେଖିବା ପ୍ରତ୍ୟେକ ମନୁଷ୍ୟ କ'ଣ ମୁକ୍ତ ଭାବରେ ସମାଜରେ ଜନ୍ମଗ୍ରହଣ କରିଥାଏ, ମାତ୍ର ପରବର୍ତ୍ତୀ ସମୟରେ ଶୃଙ୍ଖଳା ଦ୍ୱାରା ପରିବେଷ୍ଟିତ ହୁଏ। ନିହାତି ଭାବେ ପରବର୍ତ୍ତୀ ସମୟରେ ତା ପାଇଁ କିଛି ରୁଲ୍ ରେଗୁଲେସନ୍ ସବୁ ନିହାତି ଭାବରେ ଥାଏ, ତେଣୁ ସେ ଶୃଙ୍ଖଳା ଦ୍ୱାରା ହିଁ ବେଷ୍ଟିତ ହୁଏ। ସ୍ୱତନ୍ତ୍ରତା ଏଭଳି ଏକ ହୃଦୟସ୍ପର୍ଶୀ ଧାରଣା ଯେଉଁଥିପାଇଁ ମଣିଷ ମରିବା ପାଇଁ କେବେ ବି କୁଣ୍ଠା ପ୍ରକାଶ କରେ ନାହିଁ। ଯଦି ଦେଖିବା ଆମେ ସ୍ୱତନ୍ତ୍ରତା ବା ଲିବର୍ଟି ଯାହାକୁ କୁହାଯାଉଅଛି, ତ ସେଥିପାଇଁ ମଣିଷ କ'ଣ ତାର ସ୍ୱାଭାବିକ ହୃଦୟସ୍ପର୍ଶୀ ଶବ୍ଦ ଯେଉଁଥିପାଇଁ ମଣିଷ ମରିବା ପର୍ଯ୍ୟନ୍ତ କେବେ ବି କୁଣ୍ଠାବୋଧ କରିବ ନାହିଁ ସେହି ଶବ୍ଦର ପାଇଁ ବା ସେହି ହୃଦୟସ୍ପର୍ଶୀ ଧାରଣା ପାଇଁ। ଫରାସୀ ବିପ୍ଳବରେ ସ୍ୱତନ୍ତ୍ରତାର ପାଇଁ ରକ୍ତର ନଦୀ ବହିଯିବା ଦେଖି ରୋମାରୋଲା କାନ୍ଦି ପକାଇ କହିଥିଲେ, ଯେଉଁ ସମୟରେ କ'ଣ ଫରାସୀ ରାଷ୍ଟ୍ର ବିପ୍ଳବ ଯୁଦ୍ଧ ଚାଲିଥିଲା ସେହି ସମୟରେ ରକ୍ତର ନଦୀ ବହିଯିବାର ଦେଖିଛନ୍ତି, ତେଣୁ କହିଛନ୍ତି କ'ଣ ରୋମାରୋଲା କାନ୍ଦି ପକାଇଥିଲେ, ସେ ନିହାତି ଭାବରେ କାନ୍ଦି ପକାଇଥିଲେ। ସ୍ୱତନ୍ତ୍ରତା ତୁମ ନାଁରେ କି ପ୍ରକାର ଜଘନ୍ୟ ହତ୍ୟାକାଣ୍ଡ ଘଟି ଚାଲିଅଛି। ଯଦି କହିବା କ'ଣ ସ୍ୱତନ୍ତ୍ରତାର ନାଁରେ କି ପ୍ରକାର ଜଘନ୍ୟ ହତ୍ୟାକାଣ୍ଡ ଏ ସମାଜରେ ଚାଲିଅଛି। ବିଲାତ ସାମ୍ରାଜ୍ୟବାଦରୁ ମୁକ୍ତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ମୁକ୍ତ ସଂଗ୍ରାମ ବୋରବନ ରାଜାଙ୍କର ବିରୁଦ୍ଧରେ 1789 ମସିହାରେ ଫରାସୀ ବିପ୍ଳବ ରାଜସିଂହାସନର ଅବସାନ ପାଇଁ 1917ରେ ରୁଷିଆରେ ସଂଗଠିତ ସର୍ବହରାଙ୍କର ବିପ୍ଳବ, ଭାରତ ସ୍ୱାଧୀନତା ସଂଗ୍ରାମ ଓ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ଗୋରା ସରକାରଙ୍କ ବିରୁଦ୍ଧରେ ନେଲସନ ମଣ୍ଡେଲାଙ୍କର ଅଦମ୍ୟ ସଂଗ୍ରାମ ପ୍ରଭୃତି ସ୍ୱତନ୍ତ୍ରତା ପାଇଁ ଜନସାଧାରଣଙ୍କର ଗଭୀର ଆଗ୍ରହ ସୂଚନା ପ୍ରଦାନ କରେ। ଯଦି ଦେଖିବା ଆମେ ଏହି ସ୍ୱତନ୍ତ୍ରତା ପାଇଁ ନିହାତି ଭାବରେ କେତେ ଲୋକ ତାଙ୍କର ଜୀବନ ବଳିଦାନ ଦେଇଛନ୍ତି ଏବଂ ତାଙ୍କର ସେହି କାହାଣୀ ବା ତାଙ୍କର ହୃଦୟସ୍ପର୍ଶୀ ସେହି ବାର୍ତ୍ତାରୁ ଜଣାପଡ଼େ ଯେ ସ୍ୱତନ୍ତ୍ରତାର ଏକ ବିରାଳ ଅନ୍ୟତମ ବୈଷ୍ଣବ ବୋଲି କୁହାଯାଇପାରିବ। ଯଦି ଆମେ କହିବା ସାମ୍ୟବାଦରୁ ମୁକ୍ତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ମୁକ୍ତି ସଂଗ୍ରାମ କଥା କହିପାରିବା, ବୋରଙ୍କର ରାଜା ବିରୁଦ୍ଧରେ 1789 ମସିହା ଫରାସୀ ବିପ୍ଳବର କଥା କହିପାରିବା, ରାଜା ସିଂହାସନର ଅବସାନ ପାଇଁ 1917ରେ ରୁଷିଆରେ ସଂଗଠିତ ସର୍ବହରାଙ୍କର ବିପ୍ଳବ ବା ଭାରତ ସ୍ୱାଧୀନତା ସଂଗ୍ରାମ ଓ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ଗୋରା ସରକାର ବିରୁଦ୍ଧରେ ନେଲସନ ମଣ୍ଡେଲାଙ୍କର ଅଦମ୍ୟ ସମଗ୍ର ପ୍ରଭୃତି ସ୍ୱତନ୍ତ୍ରତା ପାଇଁ ଜନସାଧାରଣଙ୍କର ଗଭୀର ଆଗ୍ରହ ସୂଚନା ପ୍ରଦାନ କରେ। ଯଦି ଦେଖିବା ଏସବୁ ଘଟଣାରୁ ଲୋକମାନେ ସେଇଥିପାଇଁ ସ୍ୱତନ୍ତ୍ରତାକୁ ଅତ୍ୟଧିକ ଭଲ ପାଆନ୍ତି ବା ଅତ୍ୟଧିକ ଯୋଡ଼ି ରହିବା ପାଇଁ ପ୍ରକାଶ କରନ୍ତି। ବର୍ତ୍ତମାନ ଦେଖିବା ଇଂରାଜୀ ଶବ୍ଦ ଲିବର୍ଟି ଲାଟିନ ଶବ୍ଦ ଲିବରରୁ ଆସିଅଛି, ଯାହାର ଅର୍ଥ ହେଲା ମୁକ୍ତି। ନିହାତି ଭାବେ କହିପାରିବା ଇଂରାଜୀ ଶବ୍ଦ ଯଦି ଲିବର୍ଟି ବୋଲି ଆମେ କହିପାରିବା, ତ ଲାଟିନ ଶବ୍ଦ କେଉଁଥିରୁ ଆସିଅଛି ଲିବରରୁ ଆସିଅଛି, ଯାହାର ଅର୍ଥ ହେଲା କ'ଣ ମୁକ୍ତ। ତେଣୁ ଆମେ କହିପାରିବା ଲିବର୍ଟି ବା ଲିବରର ଅର୍ଥ ହେଉଛି ମୁକ୍ତ ବା ମୁକ୍ତି ରହିବା। ତେଣୁ ସ୍ୱତନ୍ତ୍ରତାର ଆକ୍ଷରିକ ବ୍ୟୁତ୍ପତ୍ତି ହେଲା ଜଣେ ଯାହା କରିବାକୁ ଚାହୁଁଛି ତାହାକୁ କରିବା ପାଇଁ
ସୁଯୋଗ ଦିଅ। ଯଦି କହିବା ସ୍ୱତନ୍ତ୍ରତା ବା ଲିବର୍ଟିର ଅର୍ଥ ଜଣେ ଯାହା ଇଚ୍ଛା କରୁଅଛି ତାକୁ ତାହା କରିବା ପାଇଁ ଦିଆଯାଉ ବୋଲି କୁହାଯାଏ। କିନ୍ତୁ ଏହା ସ୍ୱତନ୍ତ୍ରତାର ଭାଗବତ ଅର୍ଥରେ ବିରୁଦ୍ଧାଚରଣ କରେ। ଯଦି ଦେଖିବା ସ୍ୱତନ୍ତ୍ରତାର ଅର୍ଥ ପ୍ରକୃତ ଅର୍ଥ ସେଇଟା ନୁହଁ, ସେଇଟାକୁ ବିରୁଦ୍ଧାଚରଣ କରେ। ସମୟକ୍ରମେ ଏହାକୁ ବିଭିନ୍ନ ଭାବରେ ବ୍ୟାଖ୍ୟା କରାଯାଇ ନାନା ଅର୍ଥରେ ପ୍ରକାଶ କରାଯାଇଥାଏ। ନିହାତି ଭାବରେ ସମୟ ଅନୁସାରେ ଏହାକୁ ବା ଲିବର୍ଟି ଯେଉଁଟା ସ୍ୱତନ୍ତ୍ରତାକୁ କ'ଣ ନାନାଦି ପ୍ରକାରର ଅର୍ଥରେ ପ୍ରକାଶ କରାଯାଇଥାଏ। ସ୍ୱତନ୍ତ୍ରତା କେବଳ ଗୋଟାଏ ସୁସ୍ଥ ସମାଜରେ ଉପଭୋଗ କରାଯାଇପାରେ ଓ ଯେଉଁଠି ସମାଜ ନାହିଁ ସେଠାରେ ସ୍ୱତନ୍ତ୍ରତା କଥାର କଳ୍ପନା କରାଯାଇ ନପାରେ। ଯଦି କହିବା ସ୍ୱତନ୍ତ୍ରତା କେବଳ ଏକ ସୁସ୍ଥ ସମାଜରେ ହିଁ ଉପଭୋଗ କରାଯାଇପାରିବ, ଯଦି ସୁସ୍ଥ ସମାଜ ନାହିଁ ସେଠାରେ ସ୍ୱତନ୍ତ୍ରତା କଥାର କଳ୍ପନା କରାଯାଇ ନପାରେ ବୋଲି କୁହାଯାଏ। ତେଣୁ ଆଲେକ୍ଜାଣ୍ଡର ସଲକାର ନାମକ ନାବିକ ଯାହାକୁ ଏକ ନିର୍ଜନ ଦ୍ୱୀପରେ ନିର୍ବାସନ ଦଣ୍ଡ ଦିଆଯାଇଥିଲା, ସେଠାରେ ଯେକୌଣସି ସ୍ୱାଧୀନତା ଉପଭୋଗ କରିପାରୁନଥିଲା, କାରଣ ସେଠାରେ କୌଣସି ସମାଜ ନଥିଲା। ଯଦି ଦେଖିବା ଆମେ ଯେଉଁ ଜାଗାରେ ସମାଜ ନାହିଁ ସେ ଜାଗାରେ ସ୍ୱତନ୍ତ୍ରତାର କୌଣସି ଆବଶ୍ୟକତା ନାହିଁ ବା ସ୍ୱତନ୍ତ୍ରତା ସେ ଉପଭୋଗ କରିପାରିବ ନାହିଁ। ତେଣୁ ସ୍ୱାଧୀନତାକୁ ଉପଭୋଗ କରିବା ପାଇଁ ଗୋଟାଏ ଅନୁକୂଳ ପରିବେଶ ଆବଶ୍ୟକତା ରହିଛି। ଯଦି ଆମେ କହିବା ଲିବର୍ଟି ବା ସ୍ୱାଧୀନତାକୁ ଫ୍ରିଡ଼ମ୍କୁ ଆମେ ଉପଭୋଗ କରିବା ପାଇଁ ହେଲେ ନିହାତି ଗୋଟେ ଅନୁକୂଳ କ'ଣ ପରିସ୍ଥିତି ଦରକାର ପଡ଼ିଥାଏ। କିନ୍ତୁ ଏହି ଅନୁକୂଳ ପରିବେଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରାଯାଇବାର ଦୃଷ୍ଟାନ୍ତ ରହିଅଛି। ନିହାତି ଭାବରେ ଯଦି କହିବା ଏହି ଅର୍ଥରୁ ବିଭିନ୍ନ ପ୍ରକାରର ଅର୍ଥ ଆମେ ବାହାର କରିପାରିବା। ଜଣେ ମାର୍କ୍ସବାଦୀ ଏକ ଶ୍ରେଣୀବିହୀନ ରାଷ୍ଟ୍ରବିହୀନ ସମାଜ ଗଠନରେ ସ୍ୱତନ୍ତ୍ରତାର ଉପସ୍ଥିତି ଅନୁଭବ କରୁଥିବା ବେଳେ ଜଣେ ନୈରାଜ୍ୟବାଦୀ ବା ନିରାଷ୍ଟ୍ରବାଦୀ ରାଷ୍ଟ୍ରର ଅନୁପସ୍ଥିତିରେ ସ୍ୱତନ୍ତ୍ରତାର ଉପସ୍ଥିତିକୁ ଅନୁଭବ କରିଥାଏ। ଲୋକଙ୍କର ମତରେ ବା ଫିଲୋସଫଙ୍କ ମତରେ ନିହାତି ଭାବରେ କହିପାରିବା ସ୍ୱତନ୍ତ୍ରତାର ଅନେକ ଅର୍ଥ ଅଛି। ଜଣେ ବହୁବାଦୀ ସଂଘମାନଙ୍କର କାର୍ଯ୍ୟର ବିବିଧାରେ ସ୍ୱତନ୍ତ୍ରତା ଖୋଜି ପାଉଥିବା ବେଳେ ଜଣେ ଗଣତନ୍ତ୍ର ସପକ୍ଷବାଦୀ କ୍ଷମତାର ବିକେନ୍ଦ୍ରୀକରଣରେ ସ୍ୱତନ୍ତ୍ରତା ସତ୍ତା ଅନୁଭବ କରେ। ଯଦି କହିପାରିବା କ'ଣ ନିହାତି ଭାବରେ ସମସ୍ତଙ୍କର ମତରେ ସ୍ୱତନ୍ତ୍ରତାର ଅର୍ଥ ରହିଛି ନିହାତି ଭାବରେ ଅଲଗା ଅଲଗା। ଗ୍ରୀକ୍ ଅଧିବାସୀମାନେ ଆଇନର ଶାସନ ରୁଲ୍ ଅଫ୍ ଲ ନିକଟରେ ବ୍ୟକ୍ତିର ସମର୍ପଣ ହିଁ ସ୍ୱତନ୍ତ୍ରତା ଅଛି ବୋଲି କହିଛନ୍ତି। ଯଦି ଦେଖିବା ଗ୍ରୀକ୍ର ଅଧିବାସୀମାନେ କ'ଣ ରୁଲ୍ ଅଫ୍ ଲ ଯେଉଁଥିରେ ଆଇନର ଶାସନ ହୁଏ ସେଇଥିରେ ସ୍ୱତନ୍ତ୍ରତା ହିଁ ରହିଛି ବୋଲି ସେ କହୁଥିଲେ। ପ୍ରଖ୍ୟାତ ଦାର୍ଶନିକ ରୋଷ ସର୍ବସାଧାରଣଙ୍କର ଇଚ୍ଛାଶକ୍ତି ଓ ବହୁଜନ ହିତାୟ ପାଇଁ ବ୍ୟକ୍ତି ସ୍ୱାଧୀନତାକୁ ବଦଳେଇ ଦେବାରେ ସ୍ୱତନ୍ତ୍ରତାକୁ ଦେଖିଛନ୍ତି। ଯଦି ରୋଷଙ୍କର ମତ ଅନୁସାରେ ଯଦି କହିବା କ'ଣ ସର୍ବସାଧାରଣଙ୍କର ଇଚ୍ଛା ଶକ୍ତି ଏବଂ ବହୁଜନ ହିତାୟ ପାଇଁ ବ୍ୟକ୍ତିର ସ୍ୱାଧୀନତାକୁ ବଦଳାଇ ଯାଇପାରେ ତାହାକୁ ଆମେ ସ୍ୱତନ୍ତ୍ରତା କହିଥାଉ ବୋଲି କହିଛନ୍ତି। ଇଂରାଜୀ ଦାର୍ଶନିକ ହବ୍ସ ଯଦି ହବ୍ସଙ୍କର ମତରେ ଦେଖିବା ପ୍ରତିବନ୍ଧକ ଅବର୍ତ୍ତମାନରେ ସ୍ୱତନ୍ତ୍ରତା ରହିଥିବା କଥା ସେ ପ୍ରକାଶ କରିଛନ୍ତି। ତାଙ୍କର ଅର୍ଥରେ କ'ଣ ପ୍ରତିବନ୍ଧକ ଅବର୍ତ୍ତମାନରେ ସ୍ୱତନ୍ତ୍ରତା ରହିଥିବା ନିହାତି ଭାବରେ ତାଙ୍କର ପାଖେ କ'ଣ ସ୍ୱତନ୍ତ୍ରତା ରହିଥିବା କଥା ସେ ପ୍ରକାଶ କରିଛନ୍ତି। ପ୍ରଖ୍ୟାତ ଇଂରାଜୀ ଦାର୍ଶନିକ ସ୍ୱତନ୍ତ୍ରତାର ପୁରୋଧ ଜନ୍ ଷ୍ଟୁଆର୍ଟ ମିଲ୍ ଯଦି କହିବା ତାଙ୍କ ଅର୍ଥରେ ଜଣକୁ ନିଜ ଅଧୀନରେ ଛାଡ଼ିଦେବାକୁ ସ୍ୱତନ୍ତ୍ରତା ବୋଲି କହିଛନ୍ତି ଓ ତାଙ୍କ ମତରେ ସମସ୍ତ ପ୍ରକାର ପ୍ରତିବନ୍ଧନର ସ୍ୱତନ୍ତ୍ରତା ପରିପନ୍ଥୀ ବୋଲି କହିଛନ୍ତି। ସେ କ'ଣ କହିଛନ୍ତି ଜନ୍ ଷ୍ଟୁଆର୍ଟ ମିଲ୍ ତାଙ୍କର ମତରେ ଯଦି ଆମେ ଦେଖିବା ଜଣକୁ ନିଜ ଅଧୀନରେ ଛାଡ଼ି ଦେବାକୁ ସ୍ୱତନ୍ତ୍ରତା ବୋଲି ସେ ମଧ୍ୟ କହିଛନ୍ତି। ଜଣକୁ ନିଜର ଅଧୀନରେ ଛାଡ଼ି ଦେବାର ବା ନିଜର ଅଧୀନରୁ ତାଙ୍କୁ ମୁକୁଲେଇ ଦେବାଟା ହେଉଛି ସ୍ୱତନ୍ତ୍ରତା ବୋଲି ତାଙ୍କର ମତରେ ସେ ଆଖ୍ୟା ଦେଇଛନ୍ତି। ତାଙ୍କ ମତରେ ପ୍ରକାଶ ପ୍ରତିବନ୍ଧତ ସ୍ୱତନ୍ତ୍ରତାର ପରିପନ୍ଥା ନିହାତି ଭାବରେ ଜଣେକୁ କ'ଣ ତାଙ୍କୁ ମୁକୁଲେଇ ଦେବାଟା ହେଉଛି ତାଙ୍କ ଅର୍ଥରେ କ'ଣ ସ୍ୱତନ୍ତ୍ରତା ବୋଲି ସେ କହିଛନ୍ତି। ତେଣୁ ସ୍ୱତନ୍ତ୍ରତାର ଶବ୍ଦର ପ୍ରକୃତ ଅର୍ଥ ଖୋଜି ପାଇବାକୁ ହେଲେ କେତେ ଗୁଡ଼ିଏ ସଂଜ୍ଞାର ଅବତାରଣ କରି ତାହାର ବ୍ୟାଖ୍ୟା କରିବାର ଆବଶ୍ୟକତା ରହିଛି। ଯଦି ଆମେ ପ୍ରକୃତରେ କହିପାରିବା କ'ଣ ଯଦି ସ୍ୱତନ୍ତ୍ରତାର ଅର୍ଥ ଖୋଜିବା ତାହେଲେ ନିହାତି ଭାବରେ କିଛି ସଂଜ୍ଞା ବା ତାର ଅର୍ଥକୁ ବୁଝିବାକୁ ପଡ଼ିବ, ତାହେଲେ ଆମେ କ'ଣ ସ୍ୱତନ୍ତ୍ରତାର ଅର୍ଥର ବୁଝିପାରିବା। ଅଧ୍ୟାପକ ସିଲିଙ୍କର ମତରେ କହିଛନ୍ତି ପ୍ରଫେସର ଲାସ୍କିଙ୍କର ମତରେ ସ୍ୱତନ୍ତ୍ରତାର ଅର୍ଥ ହେଲା ଏପରି ଏକ ବାତାବରଣ ସୃଷ୍ଟି କରିବା ଯେଉଁଥିରେ ମନୁଷ୍ୟ ତାହାର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସମ୍ପୂର୍ଣ୍ଣ ସୁଯୋଗ ପାଇପାରିବ। ନିହାତି ଭାବରେ ସେ କ'ଣ କହିଛନ୍ତି ସ୍ୱତନ୍ତ୍ରତାର ଏମିତି ଏକ ଅର୍ଥ ଯାହା ଅର୍ଥ ହେଲା
एपरी एक वातावरण सृष्टि करवा जो मनुष्य निजर अंतर्निहितता भितर जो प्रकार क्वालिटी अच्छी से परिप्रकाश कर से सुजोग पाइपर ताहा होची स्वतंत्रता बोली कहिसंती। माकेंजी मतरे देखिबा तांकर भाषारे स्वतंत्रतार अर्थ समस्त प्रकार नियंत्रण अनुपस्थिति नुहे बरम युक्तिसंगत नियंत्रण और निकट अजौकिक और अनुचित नियंत्रणर अवस्थान को बुझाई था। यदि तांको अर्थरे बुझिबा कोन स्वतंत्रतार अर्थ समस्त प्रकार नियंत्रण अनुपस्थिति नुहे सब प्रकार नियंत्रणर अनुपस्थिति अर्थात समस्त प्रकार नियंत्रण जनक करवा कथा नुहे बरम युक्तिसंगत नियंत्रण निहाती भाव में से जो नियंत्रण करा ताको जदि किछि कहा जिवो सेथिरे कोन युक्तिसंगत थिबो निहाती भाव में सेटा को अवस्थापना बा सेटा को स्वतंत्रता बोली से उपस्थापना करिसंती। गेटेलंगर मतरे देखिबा स्वतंत्रता कहले आस्तिवाचक क्षमता बलरे उपभोग करिवार उपभोग योग्य कार्य बुझाए बोली कहिसंती। जदि गेटेलंगर कहिबा तांकर अर्थरे स्वतंत्रता देखिबा स्वतंत्रता कहले आस्तिवाचक कौन आस्तिवाचक ना नास्तिवाचक नुहे आस्तिवाचक क्षमता बलरे उपभोग करिवार उपभोग योग्य को कार्य को बुझाई थाए ताहाको स्वतंत्रता बोली से कहिसंती तांको मतरे। सिलिंगर भाषा रे देखिबा स्वतंत्रता मात्राधिक शासन क्षमतार विपरीत को बुझाए। जदि देखिबा मात्राधिक शासन कुशासन व्यवस्थार केमती परिवर्तन हेबो ताहाको कोन स्वतंत्रता कहा जाय तांकर मतरे। जातिर पिता महात्मा गांधी मतरे स्वतंत्रतार अर्थ प्रतिबंधकर अविद्यमान नुहे परंतु व्यक्तित्व विकास पाई उद्दिष्ट चिंताधारा। जदि महात्मा गांधी मतरे देखिबा स्वतंत्रतार अर्थ प्रतिबंधकर अविद्यमान नुहे जदि प्रतिबंधक जदि लगाउछ सेतरु कोन विद्यमान अविद्यमान नुहे बुझीला तो सेथिपाई कोन से परंतु व्यक्तिर विकास पाई उद्दिष्ट एमिति आमे चिंताधारा करिवा कथा जहाँ व्यक्तिर उद्दिष्ट बा व्यक्तिर विकास पाई से चिंताधारा हवा सेटा को आमे कहि परिबा स्वतंत्रता बोली कहिसंती। से 1799 मसीहा लोकंकर अधिकार संपर्क में फरासी घोषणा नाम द फ्रेंच डिक्लेरेशन ऑफ द राइट्स ऑफ मैन रे स्वतंत्रता कहले समस्तंकर अन्य मानकर सुविधा असुविधा न पकाउथिबा कार्य संपादन को बुझाई। जदि कहबा आमे पूरा पूरी मोटामोटी भावे कहबा स्वतंत्रता कहले कोन कहबा आमे स्वतंत्रता कहले समस्तंकर अन्य मानकर सुविधा न पकाउथिबा कार्य संपादन को बुझाए बोली आमे स्वतंत्रता कहबा। कौन सी व्यक्तिर तार मर्यादा बा तार कार्य तार फ्रीडम को हेम्पर हैला भलिया काम न करिबा होची स्वतंत्रता बोली कहा जाय अछि। उपरोक्त संज्ञा गुडी को परीक्षा कले आमे स्वतंत्रतार दुईटी दिग संस्पर्श रे आसी थाउ। जदि आमे देखिबा समस्त डेफिनेशन को अनुध्यान करिबा आमे दुईटी दिग पाई थाउ गोटाए हैला नास्ति सूचक अन्यटी हैला आस्ति सूचक। जदि देखिबा नास्ति सूचक आउ आस्ति सूचक आमे दुईटी दिग पाई थाउ। जेते बेले स्वतंत्रता को आमे प्रतिबंधकर अविद्यमान बोली देखूँ सेते बेले नास्ति सूचक दिग प्रति दृष्टि रखे जेते बेले आमे देखि थाउ कोन जदि प्रतिबंधकर अविद्यमान बोली देखूँ सेते बेले आमे कोन नास्तिवाचक दिग प्रति आमे दृष्टि रखूँ। जनसाधारण को निरंकुश स्वाधीनता उपभोग करने को युक्ति बाढ़ी थाए निहाती भाव में जदि जनता अछंती बा जनसाधारण को निरंकुश भाव में कौन प्रकार अंकुश न लगे कौन प्रकार कटकणा न लगे लोक मैंने कौन स्वाधीनता बा स्वतंत्रता को उपभोग करेंगे। जॉन स्टुआर्ट मिल यही नास्ति सूचक स्वतंत्रतार प्रख्यात प्रवक्ता अटंती। जदि कहबा कौन जॉन स्टुआर्ट मिल को नास्ति सूचकर प्रख्यात प्रवक्ता बोली तांको आमे कहि परिबा। एवं से लोकर आत्मकेन्द्रिक कार्यकलाप रे हस्तक्षेप प्रत्याख्यान करिसेंती। से जदि देखिबा कोन लोक मानकर कार्यकलाप रे आत्मकेन्द्रिक कार्यकलाप रे से हस्तक्षेप को प्रत्याख्यान करिजन। जदि कोनोसी लोक भितर टैलेंट अछि ताकू आगो को जीवा पाई दियो ना कि ता पाई हस्तक्षेप करी ताकू पछकू ठेली देवा। आईन द्वारा व्यक्तिर अंतर्निहित गुणर विकास लगे मुक्त और संपूर्ण सुजोग प्रदान करिया पाई युक्ति दर्शाइछंती। जदि देखिबा आईन द्वारा समस्त प्रकार व्यक्तिर अंतर्निहित गुणर विकास करने लगी से संपूर्ण प्रकार सुजोग देवा दरकार व्यक्तिर ताकू ही स्वतंत्रता बोली आमे कहि परिबा। लास्की आस्तिसूचक स्वतंत्रतार जड़े बड़ प्रवक्ता। जदि आमे कहि पारबा कोन लास्की होउछंती आस्तिसूचकर प्रवक्तार जड़े बड़ समस्त आधुनिक स्वतंत्रता एक श्रृंखल व्यवस्था सृष्टि करिबारे सहायक हेबो बोली से सतर्क कर देइछंती। जदि देखिबा कोन समस्त प्रकार जदि सहायक बा उच्च श्रृंखल व्यवस्था सृष्टि करिबारे समस्तंकर स्वतंत्रता एक
ଉଚ୍ଚଶୃଙ୍ଖ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଜନ୍ ଷ୍ଟୁଆର୍ଟ ମିଲ୍ ମନୁଷ୍ୟର ସମସ୍ତ କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଯଦି ଦେଖିବା ଜନ୍ ଷ୍ଟୁଆର୍ଟ ମିଲ୍ କ'ଣ ମନୁଷ୍ୟର ସମସ୍ତ କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଆତ୍ମା ସମ୍ପର୍କିତ ସେଲ୍ଫ ରିଗାର୍ଡ଼ିଂ ଓ ଅପର ସମ୍ପର୍କିତ ଅଦର ରିଗାର୍ଡ଼ିଂ ସେ ଦୁଇଟା ବିଭାଗରେ ବିଭକ୍ତ କରିଛନ୍ତି। କାର୍ଯ୍ୟର ପ୍ରଭାବ କେବଳ ସେହି ବ୍ୟକ୍ତିର ଉପରେ ପଡ଼ିଥାଏ ଯାହାକୁ ଆତ୍ମ ସମ୍ପର୍କିତ ବୋଲି କୁହାଯାଇଥିବ ବେଲେ ଯେଉଁ କାର୍ଯ୍ୟର ପ୍ରଭାବ ସମାଜରେ ସମସ୍ତ ବର୍ଗ ଲୋକଙ୍କର ଉପରେ ପଡ଼ିଥାଏ ତାହାକୁ ଅପର ସମ୍ପର୍କିତ କାର୍ଯ୍ୟ ବୋଲି କୁହାଯାଇଥାଏ। ତାଙ୍କର ମତରେ କ'ଣ ଦୁଇ ପ୍ରକାରର ଅଛି, ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗୋଟେ ହେଲା ସେଲ୍ଫ ରିଗାର୍ଡ଼ିଂ ଏବଂ ଅପର ପକ୍ଷରେ କ'ଣ ଅଦର ରିଗାର୍ଡ଼ିଂ। ଯଦି କହିବା ଯେଉଁ କାର୍ଯ୍ୟ ପ୍ରଭାବ କେବଳ ସେହି ବ୍ୟକ୍ତି ଉପରେ ପଡ଼ିଥାଏ ତାହାକୁ ଆତ୍ମ ନିଜ ସେଲ୍ଫ ରିଗାର୍ଡ଼ିଂ ବୋଲି କୁହାଯାଏ ଏବଂ ଯେଉଁ କାର୍ଯ୍ୟ ସମସ୍ତ ବର୍ଗ ଲୋକମାନଙ୍କର ଉପରେ ପଡ଼ିଥାଏ ତାକୁ କ'ଣ କୁହାଯାଇଥାଏ ଅଦର ରିଗାର୍ଡ଼ିଂ ବୋଲି ସେ କହିଛନ୍ତି। ମିଲ୍ଙ୍କର ଏହି ମତ ଗ୍ରହଣୀୟ ନୁହେଁ କାରଣ ଏହା ସ୍ୱତନ୍ତ୍ରତାର ପ୍ରକୃଷ୍ଟ ଅର୍ଥ ପ୍ରକାଶ କରିବାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରେ। ତାଙ୍କର ଏହି ଷ୍ଟେଟମେଣ୍ଟକୁ ଗ୍ରହଣ କରାଯାଏ ନାହିଁ କାହିଁକିନା ସ୍ୱତନ୍ତ୍ରତାର ପ୍ରକୃତ ଅର୍ଥ ପ୍ରକାଶ କରିବା ପାଇଁ ତାଙ୍କର ଏଇଟା ଗଣ୍ଡଗୋଳ କରିଦେଇଥାଏ। ଏହାଦ୍ୱାରା ଜଣେ ମଦ୍ୟପାନ କରି ଗୋଟାଏ ଭଙ୍ଗା ପୋଳକୁ ଅତିକ୍ରମ କରିବା ପାଇଁ ଚେଷ୍ଟା କଲାବେଳେ ତାକୁ ବାଧା ଦେବା ଏକ ଅନୁଚିତ କାର୍ଯ୍ୟ ବୋଲି ବିବେଚନା କରିଛନ୍ତି। ଯଦି ଦେଖିବା ତାଙ୍କର ଷ୍ଟେଟମେଣ୍ଟକୁ ଯଦି ଦେଖିବା ଏହାଦ୍ୱାରା ଜଣେ ଯଦି ମଦ୍ୟପାନ କରି ଗୋଟାଏ ଭଙ୍ଗା ପୋଲକୁ ଅତିକ୍ରମ କରିବା ପାଇଁ ଚେଷ୍ଟା କଲାବେଳେ ତାକୁ ବାଧା ଦେବା ଏକ ଅନୁଚିତ କାର୍ଯ୍ୟ ବୋଲି ସେ ବିବେଚନା କରି ଯଦି ଆମେ ସେଇ କାର୍ଯ୍ୟରେ ସେ ଲୋକଙ୍କୁ ବାଧା ନ ଦେବା ତାହେଲେ ତାର କ'ଣ ଆତ୍ମ ରହିବ ନାହିଁ, ସେ ମୃତ୍ୟୁବରଣ କରିଯିବ କାରଣ ତାହା ଆତ୍ମ ସମ୍ପର୍କିତ କାର୍ଯ୍ୟ ବୋଲି ସେ କହିଛନ୍ତି। ତାର ଆତ୍ମାକୁ ସନ୍ତୁଷ୍ଟି ପାଉଛି ବୋଲି ସେ କରୁଛି ବୋଲି କହୁଛନ୍ତି। ମାତ୍ର ସେହି ବ୍ୟକ୍ତି ଜଣକ ମଦ୍ୟପାନ କରି ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କଲେ ସେଥିରେ ରାଷ୍ଟ୍ର ହସ୍ତକ୍ଷେପ କରିଥାଏ କାରଣ ଏହାର ଅପର ସମ୍ପର୍କିତ ବୋଲି ସେ କହିଛନ୍ତି। ତାର ସେଲ୍ଫ ଅଛି କିନ୍ତୁ ରାଷ୍ଟ୍ରର ସହିତ କୌଣସି କାର୍ଯ୍ୟରେ ଯଦି ଲୋକ ମଦ୍ୟପାନ କରେ ସେଇଟା ଅପର ସମ୍ପର୍କିତ ବୋଲି ତାକୁ ମନେ କରାଯାଇଅଛି। ମିଲ୍ଙ୍କର ଏପରି ଯୁକ୍ତିକୁ ପ୍ରଫେସର ବାର୍କର ନାପସନ୍ଦ କରି ମନୁଷ୍ୟର ସମସ୍ତ କାର୍ଯ୍ୟ ସମାଜ ସମ୍ପର୍କିତ ବୋଲି ଯୁକ୍ତି କରିଛନ୍ତି। ତାଙ୍କର ଏହି ଷ୍ଟେଟମେଣ୍ଟକୁ ବାର୍କର କ'ଣ ଇଏ କରିଦେଇଛନ୍ତି, ତାକୁ ମନା କରିଛନ୍ତି ଏବଂ ନାପସନ୍ଦ କରିଛନ୍ତି। ମନୁଷ୍ୟର ସମସ୍ତ କାର୍ଯ୍ୟ ସମ୍ପର୍କିତ ବୋଲି ସେ ଗ୍ରହଣ କରିଛନ୍ତି। ତେଣୁ ସ୍ୱତନ୍ତ୍ରତାର ନିମ୍ନଲିଖିତ ବୈଶିଷ୍ଟ୍ୟ ଗୁଡ଼ିକ ପରିଲିଖିତ ହୁଏ। ଯଦି ଦେଖିବା ସ୍ୱତନ୍ତ୍ରତାର ବୈଶିଷ୍ଟ୍ୟ ଆମେ ଏବେ ଦେଖିବା କ'ଣ କ'ଣ ଅଛି ତାର ବୈଶିଷ୍ଟ୍ୟ। ପ୍ରଥମେ ଦେଖିବା ସ୍ୱତନ୍ତ୍ରତାର ଅର୍ଥ ସମସ୍ତ ପ୍ରକାର ପ୍ରତିବନ୍ଧକ ଅବିଦ୍ୟମାନ ନୁହେଁ। ଯଦି ଦେଖିବା ସ୍ୱତନ୍ତ୍ରତାର ଏମିତି ଅର୍ଥ ନାହିଁ ଯାହାକୁ ସମସ୍ତ ପ୍ରକାରର ବାଉଣ୍ଡ୍ରିରୁ ତାକୁ ବାଉଣ୍ଡ୍ରି କରାଯିବ ନାହିଁ। ଯେହେତୁ ସମାଜରେ ଅଛି ସେ ସମସ୍ତ କାର୍ଯ୍ୟରୁ ବାଉଣ୍ଡ୍ରିରେ ରହିପାରିବ ନାହିଁ। ତାର ଅର୍ଥ ସ୍ୱତନ୍ତ୍ରତାର ଅର୍ଥ ସେମିତି ନୁହେଁ, ଅବିଦ୍ୟମାନିତ ନୁହେଁ। 2 ନମ୍ବର ଦେଖିବା ସ୍ୱତନ୍ତ୍ରତାର ଅର୍ଥ ଔଦ୍ୟୋଗିକ ଓ ଅତ୍ୟାଚାରୀ ପ୍ରତିବନ୍ଧକ ଅନୁପସ୍ଥିତି। ଯଦି ଦେଖିବା ସେ ସ୍ୱତନ୍ତ୍ରତାର ଅର୍ଥ କ'ଣ ଔଦ୍ୟୋଗିକ ଓ ଅତ୍ୟାଚାରୀ ପ୍ରତିବନ୍ଧକର ଅନୁପସ୍ଥିତି ନୁହେଁ ବୋଲି କୁହାଯାଏ। ସ୍ୱତନ୍ତ୍ରତାର ଅର୍ଥ ମନୁଷ୍ୟର କାର୍ଯ୍ୟ ଉପରେ ଆଇନଗତ ନୈତିକ ଓ ଯୁକ୍ତିସଙ୍ଗତ ପ୍ରତିବନ୍ଧକ ଆବଶ୍ୟକ। ଯଦି କହିବା ସ୍ୱତନ୍ତ୍ରତାର ଅର୍ଥ ଆଇନଗତ ନୈତିକ ଓ ଯୁକ୍ତିସଙ୍ଗତ ନିହାତି ଭାବରେ ଆବଶ୍ୟକତା ରହିଛି ବା ଆଇନଗତ ରହିଛି। 4 ନମ୍ବର ପଏଣ୍ଟ ଦେଖିବା ମନୁଷ୍ୟ ବ୍ୟକ୍ତିର ବିକାଶ ଲାଗି ଏହା ଏକ ଆବଶ୍ୟକ ସର୍ତ୍ତ ଅଟେ। ଯଦି ଦେଖିବା ସ୍ୱତନ୍ତ୍ରତା ନହେଲେ ମନୁଷ୍ୟ ଚଳିପାରିବ ନାହିଁ, ତେଣୁ ମନୁଷ୍ୟ ବ୍ୟକ୍ତିର ଲାଗି ନିହାତି ଭାବରେ ସ୍ୱତନ୍ତ୍ରତାର ଆବଶ୍ୟକ ରହିଅଛି। 5 ନମ୍ବର ଦେଖିବା ଏହାର ଅର୍ଥ ଅନ୍ୟର ଅସୁବିଧା ନକରି ସମସ୍ତ କାର୍ଯ୍ୟ କରିବା ପାଇଁ ବ୍ୟକ୍ତିକୁ ଅଧିକାର ଦେବା। ନିହାତି ଭାବରେ ସ୍ୱାଧୀନତାର ଅର୍ଥ ବା ସ୍ୱତନ୍ତ୍ରତାର ଅର୍ଥ ହେଉଛି ଅନ୍ୟର ସୁବିଧା ନକରି ସମସ୍ତ କାର୍ଯ୍ୟ କରିବା ପାଇଁ ବ୍ୟକ୍ତିକୁ ଅଧିକାର ଦେବା। କୌଣସି କାହାର ଅସୁବିଧା ନ ହେବ ସେଇଥିପାଇଁ ଆମେ କ'ଣ ବ୍ୟକ୍ତିକୁ ସ୍ୱତନ୍ତ୍ର ଦେବା, ଯାହା ସେ ଚାହୁଁଥିବ ତା କାର୍ଯ୍ୟ ସମ୍ପାଦନ କରିପାରିବ। 6 ନମ୍ବର ଦେଖିବା ରାଷ୍ଟ୍ର କୌଣସି ପ୍ରକାର ବାଛ ବିଚାର ନକରି ସମସ୍ତ ଜନସାଧାରଣଙ୍କୁ ସୁବିଧା ଦେବା ସ୍ୱତନ୍ତ୍ରତାର ଅନ୍ୟ ଏକ ଦିଗ ଅଟେ। ଆମେ ଯଦି ଦେଖିବା କ'ଣ ଅନ୍ୟ ଏକ ଦିଗ ଅଟେ। ନିହାତି ଭାବରେ ସ୍ୱତନ୍ତ୍ରତା ସମସ୍ତଙ୍କୁ ଯୋଗାଇ ଦେବାର ରାଷ୍ଟ୍ର ହେଉଛି ତାର ମୁଖ୍ୟ